କିନ୍ତୁ ଆମେ ମନକୁ ଛିଡ଼ା କରିଦଉଛେ ମନକୁ ମନ ଯୋଉ କଥା ସବୁ ଚିନ୍ତା କରୁଛନ୍ତି ମନକୁ ମନ ଆମେ କଣ କରୁଛନ୍ତି ନା କରିଦଉଛନ୍ତି ଚିନ୍ତା କରି ସେଟା ନୁହେଁ ତମେ ମନକୁ ନାଶ କରିଦିଅ ତମେ ସମର୍ପଣ କରିକି ଚିନ୍ତା କର ଯେ ସିଏ ସବୁ ଅଟୋମେଟିକ ହବ କୁମ୍ଭକ ଅଟୋମେଟିକ ହବ ଦର୍ଶନ ଅଟୋମେଟିକ ହବ ସବୁ ଗୁଡାକ ଅଟୋମେଟିକ ହବ କେବଳ ମୁଁ କଣ କରିବି ନା ମୁଁ ଖାଲି ବସିବି ଖାଲି ଅପେକ୍ଷା କରିବି ସେ ପ୍ରଭୁଙ୍କୁ ଲୟ କରିକିରି ମନକୁ ଗୁରୁ ନାମରେ ସଂଯୋଗ କରିକି ତମେ ଖାଲି ଅପେକ୍ଷା କରିକି ବସ ଥକା ମାରିଲା ଭଳିଆ ବସ ଖାଲି ଆଉ ଯାହା ହବା କଥା ସିଏ କରିଦେବେ ଆଉ ଗୋଟିଏ କଥା ମନେ ରଖ ପ୍ରକୃତି ହଉଛି ସ୍ୱୟଂକ୍ରିୟ ଯିଏ ସ୍ୱୟଂକ୍ରିୟ ତାକୁ ପ୍ରକୃତି କୁହନ୍ତି ବୁଝିପାରିଲେ ମୁଁ ବୁଝେଇ ଦଉଛି ଗୋଟେ କଥା ଦେଖ ଗଛରେ ଗୋଟେ ଫୁଲ ଫୁଟୁଛି ଏ ଫୁଲଟା ସ୍ୱୟଂ ଫୁଟୁଛି ତାକୁ କେହି ଫୁଟଉନେ କିନ୍ତୁ ଫୁଟିବା ପାଇଁ ଆମେ ଗଛରେ ପାଣି ଦଉଛନ୍ତି ସାର ଦଉଛନ୍ତି ଏଗୁଡା ସବୁ ଆମେ କରିଦଉଛନ୍ତି କିନ୍ତୁ ଫୁଟିବା କ୍ରିୟାଟା ସ୍ୱୟଂ ହଉଛି କାହା ଦ୍ୱାରା ପ୍ରକୃତି ଦ୍ୱାରା ତେଣୁ ପ୍ରକୃତିର ଗୋଟେ ଧର୍ମ ଅଛି ପ୍ରକୃତିର ଗୋଟେ ଗୁଣ ଅଛି ସିଏ ସବୁ ସ୍ୱୟଂ କରିବ ତାକୁ କେହି କରିବେନି ସେ ନିଜେ ହେଇଯିବ ଏହା କଣ ପ୍ରକୃତିର ଅନୁକୂଳରେ ଆମେ କଣ କରିବା ନା ଲକ୍ଷ୍ୟ ରଖିବା ପ୍ରତିକୂଳରେ ନୁହେଁ ପ୍ରକୃତିର ଅନୁକୂଳରେ ଲକ୍ଷ୍ୟ ରଖିକି ତମେ ଯଦି ଗୁରୁ ନାମ କରିବ ତା ପରୁ କଣ ହବା କଥା ବଳେ ବଳେ ହେଇଯିବ ମୋ ମନକୁ ମୋଟେ ମୁଁ ପଠେଇବିନି ମନକୁ ମୁଁ ନାଶ କରିବି ସେଥିରେ ହେଇଯିବ ମନେ ମନେ ଭାବିବ ଯେ କେହି ଜଣେ ଅଛି ସେ କରିଦବ ମୁଁ ଖାଲି ବସିଛି ବୁଝିପାରିଲେ ନା କହିଲେ ଯଦି ମୁଁ ବୁଝେଇଦେଲି ଏଇଭଳି ପ୍ରକାର ଅନୁଭୂତି ମୋର ତମେ ସେମିତି ବସ ଖାଲି ଥକା ମାରିକି ବସ ନାମ ଦେହରେ ମନକୁ ସଂଯୋଗ କରି ଖାଲି ବସିଯାଏ ଯେତେ ଶରୀରକୁ କୋହଳ କରିବ ଯେତେ ଢିଲା କରିବ ହେଲା ପବନ ଭାବିବ ପବନଟା ମୋ ଦେହରେ ନୁହେଁ ଅଲଗା ପବନ ଗୋଟେ ଅଲଗା ଜିନିଷ ମୋ ଶରୀର ଗୋଟେ ଅଲଗା ଜିନିଷ ତେଣୁ ପବନଟା ମୋ ଦେହରେ ସ୍ୱତନ୍ତ୍ର ଅଲଗା ଚାଲୁଛି ନାମଟା ମୁଁ ସେଥିରେ ଖାଲି ଯୋଗ କରିଛି ଦେହ ସହିତ ପବନର ସମ୍ପର୍କ ନାହିଁ এইଭଳି ପ୍ରକାର ଚିନ୍ତା କଲେ ତମେ ଶରୀର ବନ୍ଧନରୁ ମୁକ୍ତ ହେଇକି ତମେ ଆଗେ ପବନ ଉପକୁ ପଳେଇବ ପବନକୁ ପଳେଇଗଲେ ତ ପବନ ଗଗନକୁ ଟାଣି ନେବ ଅଟୋମେଟିକ ଆଉ ଯେମିତି ଆମର ମାଧ୍ୟାକର୍ଷଣ ଶକ୍ତିରୁ ଉପରକୁ ପଳେଇଗଲେ ରକେଟ ସିଆଡକୁ ବଳେ ପଳେଇବ ଠିକ ଯେ ପବନ ଶରୀର ହଉଛି ମାଧ୍ୟାକର୍ଷଣ ଶକ୍ତି ଶରୀର ବନ୍ଧନରୁ ପବନକୁ ମନ ପଳେଇଗଲା ପରେ ସେ ଅଟୋମେଟିକ ଗଗନକୁ ପଳେଇବ ମହାକର୍ଷଣ ଶକ୍ତି ପଳେଇବ ହଁ କିନ୍ତୁ ଏଇଟା ହଉଛି ଗୋଟେ ସରଳ ଟେକ୍ନିକ ଏଇଟା ଯଦି କରିପାରିବ ସବୁଠୁ ବଢିଆ এটা ବହୁତ ସରଳ ବହୁତ ସହଜ କିନ୍ତୁ ଲୋକମାନେ ନ ବୁଝି ପାରିବାରୁ ହନ୍ତସନ୍ତ ହଉଛନ୍ତି ସେ ଭାବୁଛନ୍ତି ଗୋଟେ ଯୋଗଟା ଗୋଟେ ବଡ କଥା ଚିନ୍ତା କର ଗୋଟେ ଗୁରୁ ମତେ କହିଦେଲେ ଯୋଉ ଆପଣ ପଣା ସଂକ୍ରାନ୍ତି ଅମାବାସ୍ୟା ଏସବୁକୁ ଆପଣଙ୍କର ଭିଜୁଆଲ ସବୁ ଦେଖୁଛି ନା ଏଇ ଯୋଉ ଆପଣଙ୍କର ୟୁଟ୍ୟୁବରେ ଛାଡିଛନ୍ତି ଅଖିଳ ଜ୍ୟୋତି ମତେ ଭଲ ଲାଗୁଛି ସେଇ ଧାରାର କଥା ଗୁଡାକ ଆପଣ କେବେ କହୁଛନ୍ତି ଆଉ ମତେ ଭଲ ଲାଗିବନି କହିଲି ତ ଆମ ଠାକୁରଙ୍କର ତ ସେଇ ଠାକୁର ଏଇ କଥା କହିଥିଲେ ଗୁରୁଦେବ କହିଥିଲେ ବାବା ଆମର ମନେ ପକେଇ ଦଉଛନ୍ତି ଏଇଟା ହଉଛି ପୁଣ୍ୟ କଥା ମାନେ ମନ ତ ସବୁବେଳେ ଭୁଲିଯାଏ ସବୁ କେତେ କେତେ ଜିନିଷ ଭୁଲିଯିବ ଭୁଲିଯାଏ ତ ବହୁତ ବେଳେ ମୋର ଟିକେ ଶକ୍ତି ଥିଲାବେଳେ ମୁଁ 30-35 ବର୍ଷ ବେଳେ କୁମ୍ଭକ ପୁରକ ରେଚକ କରି ଚାଟ କରି ଆଉ ପ୍ରାଣାୟାମ ସେଥିରେ ଯୋଉ ଗୁରୁଙ୍କର ଯୋଉ ସେ ନାମଟି ପବନ ଭିତରେ ଖେଳାଏ ବୁଝିପାରିଲ ତ ସେ ବୁଝୁଛି କିନ୍ତୁ ଗୋଟେ କଥା ଅଛି ସେଟାକୁ କଣ କେମିତି କରୁଛ ମୁଁ ତ ଜାଣିନି ବୁଝିପାରିଲ କି ତମର ନାମଟା ନ କହିକି ମଧ୍ୟ ସୂତ୍ରଟା କୋଉ ବାଟରେ କରୁଛ ମୁଁ ଯଦି ଜାଣିପାରନ୍ତି ତାହେଲେ ମୁଁ ତୁମକୁ ସେଟା କେତେ ଦୂର କେତେ କଣ ହଉଛି ମୁଁ କହିଦେଲେ ତମର ତାପରେ ଚାଲନ୍ତା ଆଉ ସେ ଫୋନରେ ସେ ସବୁ କଥା ନୁହେଁ ଯଦି କେତେବେଳେ ଆସିବ ହେଲା ଆସିଲେ ମୁଁ ତାକୁ ତମର ଗୁରୁ କରିଛ ଗୁରୁ ନାମଟା ଆମେ କାହାକୁ ପଚାରୁନୁ ତମ ଗୁରୁ ନାମ ତମ ପାଖରେ ଥାଉ କିନ୍ତୁ ମୁଁ ସୂତ୍ର ଗୁଡାକ ସବୁ କହିଦେମି ସେ ନାମଟା ଚଲେଇବା ପାଇଁ ସୂତ୍ରଟା ମୁଁ ତମକୁ ବାଟ କହିଦେମି ଆଉ ତମର ଯୋଉ ଅସୁବିଧା ଦେହ ଫେହ ହଉଛି ସେଗୁଡାକ ଆଉ ହବ ନାହିଁ ଦେହଟା ପୁରା ସୁବିଧା ବରଂ ତମକୁ ଆନନ୍ଦ ମିଳିବ ନିରାନନ୍ଦ ମିଳିବନି ଆଜ୍ଞା ଭଲ ଆଜ୍ଞା ମୁଁ ପହଞ୍ଚିବି ଆପଣଙ୍କ ପାଖରେ ପହଞ୍ଚିଲେ ଆମେ କଥା ହବା ମୁଁ ଢେଙ୍କାନାଳରୁ କହୁଥିଲି ମା କହ ଗୁରୁଜୀ ଗୋଟେ କଥା ପଚାରିବି ବୋଲି ଯେ ଏଇ ଘରେ ମୁଁ ଟିକେ ଯେତିକି ତ ଗୁରୁଦତ୍ତ କର୍ମ କରୁଛି ମୁଁ ଟିକେ ଘରେ ଟିକେ ଦୀପଟେ ଜାଳୁଛି ସବୁବେଳେ ଘରେ ଦୀପଟେ ଜାଳୁଛି ଆଉ ଟିକେ କର୍ପୂର ସ୍ତ୍ରୀ କର୍ପୂର ଆଣିକି ସନ୍ଧ୍ୟା ବେଳେ ଖଣ୍ଡେ ସକାଳେ ଖଣ୍ଡେ ଜାଳୁଛି ଯେ ଟିକେ ଘରେ ଇଏ ଅଶାନ୍ତି ହଉଛି ପୁଅଟା ଟିକେ ବିଗୁଡୁଛି କହୁଛି ତୁ କାହିଁକି ସେଇଟା ବାଜେ ଖର୍ଚ୍ଚ କରୁଛୁ
ମୁଁ ଏଠୁ କହିଲି ମୁଁ କହିଲି ଦେଖ ମୁଁ ମୋର ଟିକେ ଗୁରୁଜୀଙ୍କୁ ଟିକେ ପଚାରିବି ମୋ ମନଟା ମୁଁ ଆଉ କଣ ମୁଁ ତ ପୁଣି ଯୋଉ ମହାପୁରୁଷଙ୍କର ଆଶୀର୍ବାଦରୁ ମାନେ ତାଙ୍କ ପଚାରିଦେଲେ ଟିକେ ମୋ ମନଟା ଟିକେ ହାଲକା ଲାଗିବ। ଗୁରୁ କରୁଛୁ ମନ ଇଚ୍ଛା କେମିତି ବନ୍ଦ କରିବି ମାନେ ସେ ବିଗୁଡୁଛି। ଆଜ୍ଞା ଗୁରୁ କରୁଛୁ ନା? ହଁ ଗୁରୁଜୀ ମୁଁ ଗୁରୁ କରୁଛି। ଗୁରୁ କିଏ ସେ? ଗୁରୁ ସେ ଛତିଆର ଗୁରୁ ସିଏ ତାଙ୍କ ନାଁ ବାବାଜୀ ବେହେରା। ଛତିଆ ବଟ ଯିଏ ଅଛନ୍ତି ସିଏ ନା ଅନ୍ୟ ଜାଗାରେ? ନାଇଁ ସେ ଛତିଆ ବଟ ତାଙ୍କ ଘର। ହଁ ନା ଛତିଆ ବଟରେ ଯୋଉମାନେ ସବୁ ଠାକୁର ଅଛନ୍ତି ସେଇ ନା ଆଉ କିଏ? ନାଇଁ ସିଏ ନୁହେଁ ସେଇ ତ ମାନେ ସେ ଦେଇଛନ୍ତି ବାବା ସେ ଯୋଉ ପ୍ରଣବ ଇଏ ଜପମ ଯୋଉ ପ୍ରାଣାୟାମ ସୂତ୍ରରେ ଏକାକ୍ଷର। ହଁ ସେ ବାବାଜୀ ବେହେରା କଣ ସେ ସଂସାର ନା ସନ୍ୟାସୀ? ଗୁରୁ ସେ ସଂସାରୀ। ମୁଁ ଆଉଥରେ ଗୁରୁ ଫୋନ କରିଥିଲି ମୁଁ ଯୋଉ କହୁନଥିଲି ଜପ କରୁଥିଲି ଆପଣ ଯୋଉ ଅପଡ଼ା ଗାୟତ୍ରୀ ଛାଡିଥିଲେ ମୁଁ ସବୁବେଳେ ଡେଲି ଖାଉଥିଲି ଗ୍ୟାସ ବଟିକା ମୁଁ 8-9 ମାସ ହେଲା ଆଉ ଗ୍ୟାସ ବଟିକା ଜମା ଖାଉନି। ଆଚ୍ଛା ଆଚ୍ଛା ଆଉ ଜପ କରୁଛି ସେଇଟା ଯେ ମୁଁ ଜପ କଲା ପରେ ଆଉ ଗୁରୁଜି ମୁଁ ଖାଉନି। ଆଉ ଟୋଟାଲି ଖାଉନି ଯେ ସେଇଟା ଗୁରୁଜି ମୋର ଟିକେ ମନରେ ରହୁଛି କଣ ମୁଁ ଛୋଟ ପିଲାଦିନେ ମୁଁ ଟିକେ ସେଇ ବାଟରେ ଯାଇଛି ମୁଁ ଯଦି ସେଇ ବାଟରେ ଯାଇଛି ମୁଁ ବାପ ଘରେ ମୋ ବାପା ବି ବିଗୁଡୁଥିଲେ ତାପରେ ଜେଜେ ବାପା ଟିକେ ବାଟରେ ଯାଆନ୍ତି ମୁଁ ଟିକେ ବହିପତ୍ର ପଢାପଢି କରେ ତାପରେ ଶାଶୁ ଘରକୁ ଆସିଲି ମୋ ଶାଶୁ ସବୁବେଳେ ଏମିତି ବିଗିଡିବେ ସ୍ୱାମୀ ବିଗିଡିବେ ସେଠୁ ପୁଅଟା ବି ଏବେ ବିଗୁଡୁଛି ମୁଁ କହିବି ମୁଁ ଶୀଘ୍ର ଶୋଇବି ଶୀଘ୍ର ଉଠିବି ମୁଁ ରାତି 4ଟାରୁ ଉଠିକି ମୁଁ ଟିକେ ପ୍ରାର୍ଥନା କରିବି କରିକି ତାପରେ ସେଜ ଛାଡିକିରି ଏଠୁ ଯାହା ଘର ବାସି ବାଇଟି କରିକି ଏଠୁ ଗାଧେଇକି ଆସିକି ଟିକେ ଫୁଲ ପାଣି ଟିକେ ଗୁରୁଜି ଟିକେ ଠାକୁର ଘରରେ ଆମେ ତ କିଛି ଏମିତି ରଖୁନେ ଧର ଲକ୍ଷ୍ମୀ ନାରାୟଣଙ୍କର ରାଧାକୃଷ୍ଣଙ୍କର ଗୋଟେ ଫଟୋ ରଖିଛେ ଆମେ ସେଇଟା ଟିକେ ଫୁଲ ପାଣି ଟିକେ ଦବା କି ଦୀପଟେ ଜାଳିବା କି କର୍ପୂର ଟିକେ ଜାଳିବା ସେଇଟା ପୁଅ ମୋତେ ବହୁତ ବିରକ୍ତ ହଉଛି କହୁଛି ତୁ ଏରା ଏତେ କାହିଁକି କରୁଛୁ ଆଉ ବାପାଙ୍କର ତ ଶତ୍ରୁ ଛାଡୁନାହାନ୍ତି ଆଉ ତ ଏଠି ଶାଗୁଆନ ଗଛ ଫଛ ସବୁ ହାଣି ହୁଣିକି ନେଇଗଲେ ଜାଗା ବାଡି ସବୁ ଇଏ କରୁଛନ୍ତି ଏକୁଟିଆ ଦେଖିକି ତୋ ଠାକୁର କଣ କରୁଛି କିଛି ତ ଆମର ଉନ୍ନତି ହଉନି ତ ଠାକୁର କଣ କରୁଛି ମୁଁ ତାକୁ ବୁଝେଇଲି ମୁଁ କହିଲି ଦେଖେ ଆଉ ବାବା ହେନ୍ତି ମୁଁ ତାଙ୍କ ଏପିସୋଡରେ ଶୁଣିଛି ଜଣେ କହିଲେ ଗୁରୁମାଳାକୁ ଗଲିବେନି ମୋ କଦଳୀ ଗାନ୍ଧିଟା ଚୋର ନେଇଗଲା କଣ ଠାକୁର ଜଗିବେ ଯାଇକି ମୁଁ ସେଇ କଥା ବାବାଟା କହିଲି ମୁଁ ସେଠୁ ତାକୁ ମତେ ବହୁତ ବ୍ୟସ୍ତ ଲାଗିଲା ଏମିତି ବାବା ପିଲାଟା ଟିକେ ଭାରି ଜିଦିଆ ଆଜି ମତେ ଏତେ ବିରକ୍ତ ଲାଗିଲା ମୁଁ ଯାଇକି ହନୁମାନର ପ୍ରଶ୍ନ ପଚାରିଲି ମୁଁ କହିଲି ପ୍ରଭୁ ଯଦି ତୁ ସତ ହେଇଥିବୁ ମୁଁ କେମିତି ଏଠି ମୁଁ ରହିପାରିବିନି ମୁଁ ବଞ୍ଚି ପାରିବିନି କାରଣ ମୁଁ ଟିକେ ଏଇ କର୍ମ କରୁଛି ବୋଲି ମାନେ ମତେ ସମସ୍ତେ ଖାଲି ବିରୋଧ କରୁଛନ୍ତି ସବୁବେଳେ କହୁଛନ୍ତି ଠାକୁରଙ୍କୁ ଡାକିକି କାହିଁକି ଉନ୍ନତି ହଉନି ଠାକୁର କଣ ଖାଲି ଧନ ସମ୍ପତ୍ତି ସୁଖ ଦେବେ ବୋଲିକି ଆମେ ଠାକୁରଙ୍କୁ ଡାକିବା ଠାକୁରଙ୍କୁ କଣ ଉନ୍ନତି ହବା ପାଇଁ ଡାକନ୍ତି କେଜାଣି ଠାକୁରଙ୍କୁ ଡାକନ୍ତିନି ଆତ୍ମାର ମୋକ୍ଷ ପାଇଁ ଆଉ ଉନ୍ନତି ହଉନି ବୋଲିକି ଠାକୁର ତମର ଉନ୍ନତି କରିଦେବେ ତମକୁ ଘର ଦେଇଦେବେ ବ୍ୟାଙ୍କ ବାଲାନ୍ସ ଦେଇଦେବେ ଏଗୁଡା କଣ ସବୁ ଠାକୁରଙ୍କ ଦ୍ଵାରା ହୁଏ ସେଇଟା ବାବା ସେଇଟା କହିଲେ ପୁଅଟା ଜମା ବୁଝୁନି କହୁଛି ତୁ କାହିଁକି ସେଗୁଡା ବାଜ୍ୟରେ ପଇସା ତୁ ଯେତେବେଳେ ଯୁଆଡେ ଯାଉଛୁ ଖାଲି କହୁଛୁ ମୁଁ ଘିଅ ଆଣିବି କର୍ପୂର ଆଣିବି ଧୂପକାଠି ଆଣିବି ଏଇରାକରେ ପଇସା ଗୁରା ବାଜ୍ୟ ଖର୍ଚ୍ଚ କରୁଛୁ ଆଉ ମୁଁ କହିଲି ହଉ ତାହେଲେ ମୁଁ ତ ରୋଜଗାର କରୁନି ତମେ ବାପ ପୁଅ ରୋଜଗାର କଲେ ତମ ପଇସାରେ ମୁଁ ଏରା କରୁଛି ତାପରେ ଏଟା ତାମସିକ ଅଶାନ୍ତି ହେଇଯାଉଛି ମୁଁ କାହିଁକି ଏରା କରିବି ଗୋଟେ କାନ୍ଦିଲି ବହୁତ ମୁଁ କହିଲି ନାଇଁ ମୁଁ ଏଇ ଯାହାହେଲେ ଟିକେ ହେଇ ଠାକୁରଙ୍କୁ ଟିକେ ପ୍ରାର୍ଥନା କରିବି ଆଉ ଆପଣଙ୍କର ସବୁ ଶୁଣୁଛି ମୁଁ କହିଲି ତେଣିକି ସେ ଯାହା କରିବେ ଠାକୁର ଆଉ କଣ ମୁଁ କାହିଁକି ତମ ଅଶାନ୍ତି ପଇସାଟାକୁ ମୁଁ ଖର୍ଚ୍ଚ କରିବି ଧର କେହି ଆସିଲେ ଅତିଥି ଆଜ୍ଞା କର ଏ ଠାକୁରଙ୍କ ପାଖରେ ମାନସ ପୂଜା କର ମାନସ ମାନେ କଣ ଯେ କର୍ପୂର ଧର ଟିକେ ଜାଳିକି ପୂଜା କରିବା କଥା କର୍ପୂର ପାଇଁ ସେ ତ ପଇସା ଦଉନାହାନ୍ତି ତୁ ମନେ ମନେ ଆରତି ଟାକୁ ଥୋଇ ଦେଇକି ମନେ ମନେ ଭାବେ ତୋର ଜଳୁଛି ଆରତି ଜଳୁଛି ଠାକୁରଙ୍କ ପାଖରେ ତୁ ଠାକୁରଙ୍କୁ ବସିକି ଧ୍ୟାନ କର ମନେ ମନେ ଧୂପ ଦଉଛୁ ମନେ ମନେ ଦୀପ ଦଉଛୁ ସବୁ ଦେଇକି ଠାକୁରଙ୍କୁ ପୂଜା କରୁଛୁ ମାନସ ଉପଚାରରେ ପୂଜା କଲେ ଏଥିରେ ତ ପଇସା ନାହିଁ ସେମିତି ବି ତୁ ଧ୍ୟାନରେ ପୂଜା କରିପାରିବୁ ଏଥିରେ ପୂଜାଟା ଭାରି ଷ୍ଟ୍ରଙ୍ଗ ହବ ଯେ ବାହାର ମତରେ ତାଙ୍କର ଯେ ଧୂପ କର୍ପୂର ନ ଦିଅନ୍ତୁ ତୁ ମନେ ମନେ ତାକୁ ଭାବେ ଯେ ଧୂପ ଜଳୁଛି କର୍ପୂର ଜଳୁଛି ଘରଟାକୁ ଅନ୍ଧାର କରିଦବୁ ଠାକୁରଙ୍କ ପାଖରେ ବସିବୁ ଭାବିବୁ ମୁଁ ଧୂପ ଜାଳୁଛି ଦୀପ ଜାଳୁଛି କର୍ପୂର ଆଳତି କରୁଛି ମନେ ମନେ ଭାବିବୁ ଏଗୁଡା ସବୁ ଭାବିଲେ କଣ ହବ ନା ଠାକୁର ତ ମାନେ ଭାବନା ଟାକୁ ସମ୍ପୂର୍ଣ୍ଣ ଗ୍ରହଣ କରିବେ ଏଥିରେ ଭେରି ଷ୍ଟ୍ରଙ୍ଗ ହବ ତେଣୁ ବାହାର ପୂଜା ନଥାଉ ଆତ୍ମା ପୂଜା କର ମନେ ମନେ ଠାକୁରଙ୍କୁ ସ୍ମରଣ କରିକି ତୁ ଧୂପ ଦୀପ ଆରତି ମାନସ ପୂଜା କର
गुरुजी पाखे कोटि कोटि प्रणाम मत बहुत आत्मा को शांति लगे मुझे जो गुरुजी मुझे मुझे पचारि माने महात्मा मान को पचारे ये क्षुद्र आत्मा टे शांति पाइब मन मन मुझे करी मुझे जानी मत बहुत हल्का लगे पूजा करू मन मन धूप दीप आरती ठाकुर को दौचु ठाकुर पाखे बसबू ध्यान करू मन मन तू धूप दौचु आरती दौचु पूजा करू भावु अधघंटे घंटे भाभी सारी जुआटे गाए देखू किसी दिन पर बड़े बड़े आरती जलिब बड़े बड़े धूप बासिब एगुड़ा सब ठाकुर का आशीर्वाद देले ऑटोमेटिक बासिब से मु तते गोटे उदाहरण दौची शुणु आम कलिजुगे जड़े ब्राह्मण थिले से बड़ नैष्ठिक ब्राह्मण बहुत किछि ज्ञान से अर्जन करथिले कर्मकांड उपर मध्य से बहुत प्रवीण थिले किंतु सी भल भाव बुझी पारथिले ए बाह्य पूजा अपेक्षा मानस पूजा होची सर्वश्रेष्ठ से कथा से जानी पारथिले सेतिपई सी कौन करथिले ना गोटे घर कर देथिले से घर भितर किछि नथिला गोटे श्रीकृष्ण को मूर्ति थिला से मूर्ति पाखरे से दैनिक गाधे आसिकी पहुँचती पहुँचिकी मन मन चिंता करती धूप आसी जाऊ आरती आसी जाऊ भोग आसी जाऊ एमती धूप दीप नैवेद्य इत्यादि षोडश उपचार से मन मन पूजा करती घंटी नहीं किंतु बाँ हाथ में मन मन घंटीटा को हलाउे आरती नहीं किंतु मन मन से आरतीटा को जमी आरती करती सेमती कृष्ण फोटो पाखे बुलाऊे एमती भोग नहीं किंतु से भोग ताली मारिकी दियंती जमी सेमती दौथे एमती सब विभिन्न प्रकार से पूजा करती किंतु एमती करू करू दिने जन्माष्टमी पड़िला जन्माष्टमी रे सी भाविला जे मु माटी हांडी रे बंतल कदली ताको छेना फेना पकई चकुटिकी ताको पंचामृत करके ताको पीवा को देवी किंतु ताको पाखर तो माटी हांडी नहीं कदली नहीं किछि नहीं से तो मानस उपचार पूजा करती तेणु मन मन गोटे माटी हांडी आनी से बंतल कदली छेना गुड़ बसा दही सब देई ताको ना चकुटिकी मन मन ताको पंचामृत कले कर सारिकी भगवान श्रीकृष्ण को किसी खुईले एवं निजे मध्य किसी खाइले खाई सारी कबाड़ दे पलि आसिले ये तो दैनिक पूजा करती किंतु 2-3 दिन पर ब्राह्मण को प्रबल थंडा है तेणु छिंक है काश है थंडा है तेणु सी कौन कले ना गाँ पाखरे शेष मुंडे जड़े छोटिया डाक्तरखानाटे डाक्तर बाबू अच्छा जाई सी पचारे कहले डाक्तर बाबू मत थंडा है किसी कौन बटिका फटिका दिंतु से डाक्तर बाबू कहले जे आ बामुनिया लोक कौट जा पुले पंचामृत भोग भोग सब खाई देचे तेणु थंडा हो जाइए ता मुंडे पशिला अरे हे मु तो पंचामृत खाई मो कानू की भी पंचामृत खोई तेणु मत थंडा है मो कानू को तो थंडा हो दौटिकी से पेशुसन चिरी दे दौटिकी आसे घर खोली पड़गला अधिक प्रभु तो थंडाटा भल हो प्रभु तो थंडाटा भल हो एमती दीर्घ समय पड़ला तापर से देखला जे ब्राह्मण ठी आ थंडा ना अर्थात जे सी जो भगवान श्रीकृष्ण को जो पंचामृत खोईला तांकर थंडा होता आउ नंदार मध्य थंडा होता तेणु सी जो प्रार्थना कला प्रभु को से तो भक्त प्रभु को प्रार्थना कला प्रभु तो थंडाटा भल हो जाऊ तेणु ता देहर मध्य थंडाटा भल हो गला एतरू ये उदाहरण आम जानिले कौन जे आम मानस उपचार पूजा कले आमर सबुठु बलवान बलिष्ठ हम एवं आमर भावटा विशुद्ध हम तेणु जदि से धूप कर्पूर न दौरान तू तो घरे अंधार कर मानस उपचार पूजा कर तोर सबुष्ठ बलिष्ठ हे प्रभु ते शीघ्र दर्शन देवे बुझे कथा टिके शुणु से जो विष्णुरात कथा तू कहू जो जुगरे थिला से जुग पर उपयुक्त थिला कि जुग पर सेटा नुह तार कारण कौन मु बुझे दूची शुणु गोटे भल कथा तुम पचारू आमर जे बाया गीतारे बाया बाबा लिखिछंती कौन जे हाथर जदि कर अंजलि अच्छी तान टकियाटे कौन दरकार गचर फल अच्छी तान चाष बस्त कहीं कर गच मूल जदि अच्छी तुम आश्रम गोटे मठ मंदिर कहीं कर झरणा जदि जल अच्छी तान ट्यूबवेल कहीं खोल एक कथा से लिखिछंती जदि किंतु सेटा सेई जुग पई थिला वर्तमान जुग पई नुहे कारण जे तमे जदि कौन जंगल को जीव तुम सीठी बसले तुमको मारदेवे
ଆଚ୍ଛା କୋଉ ଗଛର ଫଳଟା ତମର ନାହିଁ ତମେ ଯାଇକି ଜଙ୍ଗଲରେ କହିବ ଗଛରେ ଫଳ ଅଛି ଗୋଟେ ତୋଳି ଖାଇବ କିନ୍ତୁ ସେ ଗଛରେ ଫଳ ତମେ ଯାଇ ସେଠି ତୋଳିଲା ପୂର୍ବରୁ ତମେ ଦେଖିବ ସେ ଜାଗାଟା ସେ ଜଙ୍ଗଲଟା ନିଲାମ ହେଇସାରିଛି ତାକୁ ଲୋକମାନେ ନେଇଯାଇଛନ୍ତି ଗଛ ବସି ପାରିଲେ କି ଫଳ ଖାଇ ପାରିଲେ ଯୋଉ ନଦୀ ଯିବ ତମେ ଝରଣା ଜଳ ବିଶୁଦ୍ଧ ନଦୀ ଜଳ ପାଖକୁ ଯିବ ଆଗରୁ ଝରଣା ଜଳ ବିଶୁଦ୍ଧ ଥିଲା ଏବେ ଗଲେ ସେଗୁଡା ସବୁ ଅଶୁଦ୍ଧ ସବୁ କଳକାରଖାନା ମହିଳା ସେଥିରେ ଛାଡୁଛନ୍ତି ଝରଣା ଜଳ ଶୁଦ୍ଧ ନାହିଁ ଗଛ ମୂଳ କିଛି ନାହିଁ ଗଛରେ ତ ଫଳ ନାହିଁ ବାୟା ବାବା ଯାହା କହିଥିଲେ ସେଟା ସେଇ ଯୁଗ ପାଇଁ କହିଥିଲେ ଏ ଯୁଗ ପାଇଁ ନୁହେଁ ଆଉ ଗୋଟେ କଥା ଜଣେ ସାଧୁ କହିବ ଯେ ମୋର ତ କିଛି ଘର ଦ୍ୱାର କିଛି ନାହିଁ ମୁଁ ହେଲା ଶୂନ୍ୟ ହସ୍ତ ତେଣୁ ମୋ ପାଖରୁ ଚୋର ଡକାୟତ କଣ ନବ ମୁଁ ନିର୍ଭୟରେ ଚାରିଆଡେ ବୁଲିବି ବୁଝିପାରୁଛୁ କି ତାର ଦିଟା କିଡନୀ ଦିଟା ଅଛି ନା ନାଇଁ ତେଣୁ ଯଦି ତା ପାଖରେ ଯେ ପଇସା ପତ୍ର ନଥିବ ତଥାପି ତାକୁ ଲୋକ ଚୋର ଟେକି ନେବେ କହିବେ ତାର ଆଖି ଦିଟା ଟାଣି ନିଅ କିଡନୀ ଦିଟା କାଟି ନିଅ ତମେ ବିକ୍ରି କରିବ ବହୁତ ପଇସା ହବ ତେଣୁ ଆଗ ଯୁଗରେ ଯୋଉ କଥା ଗୁଡାକ କୁହା ହେଇଥିଲା ଏବେ ତାର ସବୁ ବିପରୀତ ହଉଛି ହେଲା ତେଣୁ କଥା କହିଲୁ ସେ ଯୁଗ ପାଇଁ ଉପଯୁକ୍ତ ଥିଲା ଏ ଯୁଗ ପାଇଁ ନୁହଁ କଣ ବୁଝିପାରିଲ ନା ତେଣୁ ତେଣୁ ଏ ଯୁଗରେ ତମକୁ ତମ ନୀତି ସେ ଯୁଗ ନୀତି ବଦଳିକି ଏ ଯୁଗରେ ଚଳିବା ପାଇଁ ପଡିବ ଗୋଟେ କଥା ହଉଛି ଯେମିତି ରାମଚନ୍ଦ୍ର ଏକ ପତ୍ନୀ ବ୍ରତ ଥିଲେ ସେମିତି ଜଣେ ସ୍ୱାମୀ ତାର ଯଦି ଏକ ପତ୍ନୀ ବ୍ରତ ରୁହେ ତା ସ୍ତ୍ରୀ ଯଦି ଗୋଟିଏ ପତିକି ସେବା କରିକି ରୁହେ ଏଇଟା ହଉଛି ଧର୍ମ ବୁଝିଲେ ଏଇଟା ହଉଛି ସ୍ୱଧର୍ମ ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ କଣ ବୁଝିପାରୁଛୁ ନା ମାନିକି ଚଳିବ ଆଉ ଗୋଟିଏ କଥା ହଉଛି କଣ ତମେ ଯଦି ଧର୍ମ ମାର୍ଗରେ ଥିବ ତମ ସ୍ୱାମୀ କି ଯଦି ତମେ ଧର୍ମ ମାର୍ଗରେ ପ୍ରବର୍ତ୍ତେଇଥିବ ତାହେଲେ ଉଭୟଙ୍କ ଜୀବନ ସୁଖମୟ ହେବ ଏବଂ ଉଭୟ ପୁଣ୍ୟ କର୍ମ କରିବେ ପାପ କର୍ମ କରିବାକୁ ମନ ଯିବନି ପରିବାରଟା ଶାନ୍ତିରେ ଜୀବନ ଯାପନ କରିବ ତମେ କଣ ବୁଝିଲ ନା ସେଥିପାଇଁ ତମେ ନିଜେ ଠାକୁରଙ୍କ ପ୍ରଭୁଙ୍କର ସେବା କରିବା ସଙ୍ଗେ ସଙ୍ଗେ ସ୍ୱାମୀକୁ ସତ୍ମାର୍ଗରେ ଯିବା ପାଇଁ ପ୍ରବର୍ତ୍ତେଇବା ଉଚିତ ହେଲା ହେଲେ ଉଭୟଙ୍କର ଦିନ ସୁଖରେ ଯିବ ଏଇଟା ହଉଛି କଥା ଆଉ ସେଇଟା ଗୁରୁଜୀ ସେଇଟା ପୁରା ହଉଛି ମାନେ ଯଦିକା ସ୍ତ୍ରୀ କହୁଛି ଶୀଘ୍ର ଖାଇବ ଶୀଘ୍ର ଶୋଇକିନା ଟିକେ ଆମେ ବ୍ରହ୍ମ ମୁହୂର୍ତ୍ତରେ ଉଠିକି ଟିକେ ଠାକୁରଙ୍କୁ ପ୍ରାର୍ଥନା କରିବା କିନ୍ତୁ ସେଇଟା କହିକି 30 ବର୍ଷ ବିତିଗଲା ତଥାପି ହେଇପାରିଲାନି ବରଂ ସେ ଅଧିକ ଖାଲି ବାହାର ଜିନିଷକୁ ଦେଖିକି ବାହାରେ ଆସକ୍ତ ହେଲେ ତାପରେ ଗୁରୁଜୀ ସ୍ତ୍ରୀ ଲୋକ ହିସାବରେ ସେ ସମ୍ପୂର୍ଣ୍ଣ ନୀରବ ରହିବାକୁ ବାଧ୍ୟ ହେଲା ସିଏ ଯୋଉ ବାଟରେ ଯାଉଛନ୍ତି ଯାଆନ୍ତୁ ମୁଁ ମୋ କର୍ମ କରିକି ତାଙ୍କର କେବଳ ମଙ୍ଗଳ ପ୍ରାର୍ଥନା ଭଗବାନଙ୍କ ପାଖରେ କରିବା ବ୍ୟତୀତ ଆଉ କିଛି ନାହିଁ ଏଇଟା ହଉଛି ସୂତ୍ର ବୁଝିଲେ କି ଇଏ ତାର ଆମର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ କହିଲେ ଯିଏ ଯାହା କରେ ତା ନିଜ ପାଇଁ ହେଲା ଯିଏ ଯାହା କରେ ତା ନିଜ ପାଇଁ ଅନ୍ୟ ପାଇଁ ନୁହେଁ ତେଣୁ ତୁ ଦେଖିବୁ ଯଦି ସେମାନେ ତୋ କଥା ନ ମାନିକି ଯଦି ଠିକ ବାଟରେ ନ ଆସିଲେ ଛାଡ଼ିଦେ ସିଏ ତାଙ୍କ ବାଟରେ ଯାଆନ୍ତୁ ନୀରବ ରହିକି ତାଙ୍କ କଥାରେ ହଁ ହଁ ମାରେ କିନ୍ତୁ ତୋ କାମ ତୁ ତୋର କରିଚାଲ ଏଇଟା ହଉଛି ଯାହା ଫଳରେ କି ସେମାନେ ଖୁସି ହେବେ ଆଉ ତୁ ମଧ୍ୟ ତୋ କାମ ସମ୍ପାଦନ କରିପାରିବୁ ତୁ କହୁଛୁ ତୁ ବେଣୁସୁ ଶୋଇବୁ ସେମାନେ କହୁଛନ୍ତି ନା ତାହେଲେ ଖାଇ ପିଇକି ତାଙ୍କର ଡେରିରେ ତାଙ୍କର ଅନ୍ୟାନ୍ୟ କାମ କରିବେ ଗପସପ କରିବେ ଗାଁରେ ବୁଲିବେ ସବୁ କରିବେ ନାଇଁ ଗୁରୁଜୀ ଗପସପ କରିବା କଥା ହେଲା ମାନେ ସେମାନେ ମୋବାଇଲ ଦେଖିଲେ ମାନେ ଭଲ କଥା ଗୁଡା ଏଇଠି ଶୁଣୁନାହାନ୍ତି ଖାଲି ନାଟକ ଦେଖିବେ କଥା ଟିକେ ଶୁଣୁନାହାନ୍ତି ଯେ ତୁ ତୋର ବେଣୁସୁ ରୀତିମତ ଖାଇଲୁ ରୋଷେଇବାସ କରିଦେଲୁ ତାଙ୍କ ପାଇଁ ରଖିଦେଲୁ ରୋଷେଇବାସ କରି ତୋର ଖାଇଦେଇକି ତୋର ଶୋଇଲୁ ତାଙ୍କର ଯେତେବେଳେ ଆସିଲେ ତାଙ୍କର ବାଡ଼ି ବୁଡ଼ି ଖାଇ ଶୋଇଲେ ସିଏ ତାଙ୍କର ଉଠିଲେ 7ଟା ତୁ ତୋର ବେଣୁସୁ ଉଠିକି ତୋର ଘର ଦ୍ୱାର କରିକି ଭଲ ମନ୍ଦ କରିକି ଟିକେ ଠାକୁରଙ୍କୁ ଟିକେ ସ୍ମରଣ କରି ତୁ ତୋର ଗାଧେଇ ପାଧେଇ ତୁ ତୋର ନିତ୍ୟ ନୈମିତ୍ତିକ ଜୀବନ ଯାପନ କରିବୁ ସିଏ ତାଙ୍କ କଥାଟାକୁ ତମେ ଛାଡ଼ିଦେବୁ ଆଉ ତାଙ୍କ କଥାରେ ବାଧା ନଦେଲେ ସେମାନେ ଖୁସି ହେବେ ବୋଲେ ସେମାନଙ୍କୁ ଖୁସି କଲୁ ସିଏ ତାଙ୍କ ବାଟରେ ରହିଲେ ତୁ ତୋ ବାଟରେ ଏଇଟା କଲେ ଭାରି ସୁନ୍ଦର ହବ ଆଉ ସେମାନେ ସେମାନେ ଯଦି କହୁଛନ୍ତି ନା ଏଇଗୁଡ଼ା ସବୁ ବେକାରିଆ କାମ କହିବ ହଁ ବେକାରିଆ କାମ ହେଲେ ସୁଦ୍ଧା ଠିକ ଅଛି ତମେ ତମ ବାଟରେ ରୁହ ମୁଁ ଟିକେ ମତେ ପ୍ରାର୍ଥନା କରିବା ପାଇଁ ଦିଅ ମୁଁ ତାଙ୍କ ଖାଇବା ପିଇବା ଭଲ ମନ୍ଦ ଦେଇ ସାରିଲା ପରେ ସେମାନେ ଆଉ ତୋତେ କିଛି କହିବେନି ତୁ ତୋ ନୀରବରେ ବସିକି ପ୍ରାର୍ଥନା କଲୁ କିଛି ଅସୁବିଧା ନାହିଁ ହଁ ଗୁରୁଜୀ ସେଇଟା ବି ଆପଣ କହୁଥିଲେ ଯୋଉ ନିଗମାନନ୍ଦ ନାସ୍ତିକ ଥିଲେ ସିଏ ଗୁରୁବାର ତାଙ୍କ ସ୍ତ୍ରୀ ଓଷା କଲେ ସେ କହିବେ ମାଛ ଖାଇବା କଥା ସେଇଟା ବି ଗୁରୁଜୀ ମୁଁ ଶୁଣିଥିଲି ମୁଁ ବି ଅନୁଭବ କରିଛି କାର୍ତ୍ତିକ ମାସରେ ବି ସେମାନେ ଆମିଷ ଆଣିଲେ ବି ମୁଁ କରିକି ତାଙ୍କୁ ଖାଇବାକୁ ଦେଇ ସାରିକି ମୁଁ ଯାଇକି ପ୍ରାର୍ଥନାରେ ବସେ ଏଇଟା ତ ବଢିଆ କଥା ଏକଦମ ମହତ କଥା
ହଁ ସେଇଗୁଡ଼ା ସବୁ ଗୁରୁଜୀ ମୁଁ ସବୁ କରେ କିନ୍ତୁ ଆଉ ଗୋଟେ ଗୁରୁଜୀ ଗୋଟେ କଥା ହଉଛି କଣ ଯଦି ମୁଁ କହିବା କଥା ଯଦି ଗୋଟେ ମାନେ ନାରୀଟା ଯଦି 5ଟା ପର ପୁରୁଷ ସାଙ୍ଗେ ମିଶିଲା ତା ସ୍ୱାମୀ ଯଦି ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସେ ତା ସ୍ୱାମୀଠୁ ସମ୍ପୂର୍ଣ୍ଣ ଦୂରେଇକି ରହିଛି ସେ ତା ଲାଇନରେ ତ କାମ କରୁ କି ଯଦି ପୁରୁଷ ଯଦି ଏଇଭଳିଆ କାମ କଲା ସେ ତା ଲାଇନରେ କାମ କରୁ କିନ୍ତୁ ସ୍ତ୍ରୀ ଅଙ୍ଗ ସଙ୍ଗରୁ ସେ ଦୂରେଇ ରହିବା ଦରକାର କାରଣ ସ୍ତ୍ରୀଟା ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ନା ସିଏ ଅନ୍ୟ ନାରୀ ମାନଙ୍କ ସାଙ୍ଗରେ ମିଶିକି ଆସି ସ୍ତ୍ରୀ ସାଙ୍ଗରେ ମିଶିବାଟା ସ୍ତ୍ରୀ ମନକୁ ଆସୁନି ସେଟା ତାକୁ ଟିକେ ବିକାର ଆସୁଛି ସେଇଟା ଗୁରୁଜୀ ଠିକ ନା ଭୁଲ ସବୁ ସେବା କରିବ ଏକଦମ ଠିକ ସେମାନଙ୍କଠାରୁ ପୁରା ଦୂରରେ ରହିକି ତମେ କାମ କରିବା ଉଚିତ ଷ୍ଟ୍ରଙ୍ଗ ଖାଇବା ପିଇବା ସବୁ ଘର କାମ ସବୁ ଦେହ ପା ମାନେ ଦେହ ପା ହେଲେ ସେବା ସବୁ କରିବ କିନ୍ତୁ ଏଇ ଯୋଉ କୁସ୍ଚିତ ଯୋଉ କଦାକାର ଚରିତ୍ର ଯୋଉ ଦେହ ସୁଖ ହେଟା ପୁରା ଦୂରେଇ ରହିଲେ ତେବେ ଯାଇକି ଶାନ୍ତି ରହିବ ସମ୍ପୂର୍ଣ୍ଣ ସେଟା ହଉଛି ବ୍ୟକ୍ତିଗତ ମାମଲା ସେଥିରେ କେହି ହସ୍ତକ୍ଷେପ ସ୍ୱାମୀ କଣ ସ୍ତ୍ରୀ ପୁଅ କଣ କେହି ହସ୍ତକ୍ଷେପ କରିପାରିବେ ନାହିଁ ସବୁ କାମ କରିବୁ ସେଇଥିରୁ ଦୂରେଇକି ରହିବୁ ହେଲା କାମ ହଁ ଗୁରୁଜୀ ସେଇଟା ମୋ ମନରେ ବହୁତ ପ୍ରକାର ଘାଣ୍ଟି ଭଳି ମୁଁ ଗୁରୁଙ୍କୁ ପଚାରିବି ମିତ୍ରତା ରଖିବା ପାଇଁ ହେଲେ ସେ ହଉଛି ଗୋଟିଏ ମାତ୍ର ମାଧ୍ୟମ ହେଲା ଆଜ୍ଞା ଆଜ୍ଞା ହଉ ମା ମୁଁ ହଉ ଗୁରୁଜୀ ରଖୁଛି ପ୍ରଣାମ। ହଁ।